ରାଜ କହିବେ ମୁଁ ଜାଣେ ତମେ ମତେ କଣ ପଚାରିବାକୁ ଆସିଛ ବଟ୍ ତାପରେ ପଲ୍ଲବୀ କହିବେ ଇଟ୍ସ ଓକେ ରାଜ ତମେ ଆରାମରେ ନାଇଁ କହିପାରିବ। ଆଇ ଫିଲ୍ ଅଣ୍ଡରଷ୍ଟାଣ୍ଡ। ଏହାପରେ ରାଜ କହିବେ ନ ନ ନ ସେ କଥା ନୁହେଁ। ପୁଣି ପଲ୍ଲବୀ କହିବେ ସେ କଥା ନୁହଁ ତ ପୁଣି କୋଉ କଥା? ତାପରେ ରାଜ ରିଙ୍ଗ ଆଣି କହିବେ ମୁଁ ତମ ଲେଟର ପଢିଲି ପଲ୍ଲବୀ ଆଉ କହି ତଲେ ବସିବେ ଆଉ ରିଙ୍ଗ ଦେଖେଇ କହିବେ ମିସ୍ ପଲ୍ଲବୀ ପଟ୍ଟନାୟକ ୱିଲ୍ ୟୁ ମ୍ୟାରି ମି? ଏମିତି କଥା ଶୁଣି ପଲ୍ଲବୀ ପୁରା ଆଶ୍ଚର୍ଯ୍ୟ ହେଇଯିବେ ଆଉ କହିବେ ରାଜ ତମେ ଏସବୁ କୌଣସି ବାଧ୍ୟବାଧକତାରେ କହୁନ ତ? ଦେଖ ଲେଟର ପଢି ସାରିବା ପରେ ତମେ ଚାହିଁଲେ ମତେ ଆରାମରେ ନାଇଁ କହିପାରିବ। ମୁଁ କିଛି ବି ଖରାପ ଭାବିବିନି। ଏହାପରେ ରାଜ କହିବେ ପଲ୍ଲବୀ ତମ ଲେଟର ପଢି ସାରିବା ପରେ ଯଦି ମୋ ମନରେ କିଛି ସନ୍ଦେହ ଆସିଥାନ୍ତା ତାହେଲେ ମୁଁ ତମ ସାମ୍ନାରେ ଏ ରିଙ୍ଗ ଦେଖେଇ ଏମିତି କେବେ ବି ପ୍ରପୋଜ କରି ନଥାନ୍ତି। କମନ ପଲ୍ଲବୀ ଟେଲ୍ ମି ୱିଲ୍ ୟୁ ମ୍ୟାରି ମି? ଦେଖ ପଲ୍ଲବୀ ଯାହା କହିବା କଥା ଜଲ୍ଦି କୁହ ମୋ ଗୋଡ଼ କାଟୁଛି। ତାପରେ ପଲ୍ଲବୀ କିଛି ନ କହିବାରୁ ରାଜ ଉଠି କହିବେ ଇଟ୍ସ ଓକେ ତମେ ଏବେ ରିପ୍ଲାଏ ଦେବା ଦରକାର ନାହିଁ। ଟେକ୍ ୟୋର ଟାଇମ୍ ମୁଁ ସେ ପର୍ଯ୍ୟନ୍ତ ତମକୁ ଅପେକ୍ଷା କରିପାରିବି। ପ୍ଲିଜ୍ ପଲ୍ଲବୀ ଫିଲ୍ କମ୍ଫର୍ଟେବୁଲ ଆଣ୍ଡ ଟେକ୍ ୟୋର ଟାଇମ୍। ମୋ ତରଫରୁ ଏ ପ୍ରପୋଜାଲ ତ ସବୁବେଳେ ହିଁ ହେଇକି ଅଛି। ଏବେ ନିଷ୍ପତ୍ତି ତମ ହାତରେ। ତମେ ଯେତେବେଳେ ହଁ କରିବ ସେତେବେଳେ କଥା ଆଗକୁ ବଢିବ। ତ ଦର୍ଶକ ବନ୍ଧୁ କଣ ପଲ୍ଲବୀ ରାଜଙ୍କ ପ୍ରପୋଜାଲକୁ ଏକ୍ସେପ୍ଟ କରିବା ଆଗରୁ ଆଦର୍ଶ ପ୍ରପୋଜ କଲେ ଭଲ ହେବ କି? ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ।